ଜଗନ୍ନାଥ। ଦିନକର ଘଟଣା, ମୋ ପୁଅକୁ ପାଖରେ ବସେଇ, ମୋ ଝିଅ ଛୁଆ ପିଲା ସମସ୍ତଙ୍କୁ ପାଖରେ ବସେଇକି ମୁଁ ଦିନେ ଏମିତି କଥା ହଉଥିଲି। ପୁଅଟି ସଦାବେଳେ ଅଭାବ ଅନଟନ କ'ଣ ସେ ଜାଣିନି, ଯେତେବେଳେ ଯାହା ମାଗେ ମୁଁ ଦେଇଦିଏ। ମୁଁ ଦିନେ ଚିନ୍ତା କଲି, ପୁଅ ତ ଯାହା ମାଗୁଛି ମୁଁ ତାକୁ ଦେଇ ଦଉଛି। ପୁଅ ତ କେବେ ଚେଷ୍ଟା କରିନି ଯେ ବାପା ଆମର କେତେ ପରିଶ୍ରମ କରୁଛି, ପାଖରେ ପଇସା ଅଛି କି ନ ଅଛି, ମୁଁ ଯାହା କହିଲେ ମୋତେ ଦେଇ ଦେଉଛି। କିନ୍ତୁ ପିଲା ଏକଥା କେବେ ବୁଝିନି ଯେ ମୋ ବାପା କେତେ କଷ୍ଟ କରେ, ପାଖରେ ପଇସା ଅଛି କି ନ ଅଛି। ଦିନକର ଘଟଣା, ମୋତେ ସେ ପୁଅଟି ମାଗିଲା, ମୋର ଟଙ୍କା 100 ଦରକାର, କ'ଣ କରିବୁ? ମୋର ଗୋଟେ ଜିନିଷ ଆଣିବାର ଅଛି। କେଉଁ ଜିନିଷ? କହିଲା, ମୋର ଗୋଟେ ବାର୍ଥଡେ ଅଛି, ଆଉ ମୁଁ ଗୋଟେ ଚକୋଲେଟ୍ କିଛି ଆଣିବି। ତେଣୁ ମୁଁ ତାକୁ ସବୁ ଟାଇମ୍ରେ, ସବୁଦିନ ମୁଁ ତାକୁ ପଇସା ପତ୍ର ବଢ଼େଇ ଦିଏ। ଏଥରକ ତାକୁ କହିଲି, ବାବା ତୋର ତ ବାର୍ଥଡେଟା ଅଛି, ଆଉ ତ 4 ଦିନ ଅଛି ନା, ପଇସା ତ ଅବିକା ମୋ ପାଖରେ ନାହିଁ। ତେଣୁ ପଇସାଟା ମୁଁ ଚେଷ୍ଟା କରୁଛି ଗୋଟେ ଦୁଇଟା ଭଡ଼ା ହେଲା ପରେ ଦିନେ ଦିନ ଭିତରେ ଦେଇଦେବି ଆଉ। ପିଲାଟି ସେଇଠି ନା ମନ ଶୁଖେଇ ଦେଲା। କହିଲା, ମୁଁ ତ ସବୁବେଳେ ପଇସା ମାଗୁଥିଲି, ମୋତେ ମିଳିଯାଉଥିଲା, ଆଜି କାହିଁ ଏ କଥା ବାପା କହିଲେ? ସେଇଠି ନା ମୁଁ ତାକୁ ଗୋଟିଏ କଥା କହିଲି, ଆଜି ମୋ ପାଖରେ ଯାହା ପଇସା ଥିଲା ସବୁ ପଇସା ସରିଯାଇଛି, ମୋ ପାଖରେ ପଇସା ପତ୍ର କିଛି ଆଉ ନାହିଁ। ତେଣୁ ମୁଁ କେଉଁଠି ଟିକେ ଆଣିଲେ ତୋତେ ଦେବି, ଆଉ ପରିଶ୍ରମ କରୁଛି ବହୁତ, ଜାଣୁଛୁ। ତେଣୁ ପଇସାଟା କିଛି ଇନକମ୍ ହେଲେ ତୋତେ ମୁଁ ଦେଇପାରିବି। ମା ଛୁଆର ମା, ସିଏ କିଛି ବୁଝେନି। ସିଏ ସାଙ୍ଗେ ସାଙ୍ଗେ କହେ, ହଁ ତମ ପାଖରେ ଅଛି ତୁମେ ଦେଇଦେଉନ। କହୁଛି ଗୋଟେ ଖୁସିରେ ଗୋଟେ ପିଲାଟା ମାଗୁଛି ନା। ମା ଯଦି ଆକଟ କରିକି ଯଦି ତାକୁ ପଇସାଟା ନ ଦେବ, 2 ଦିନ ପରେ ଦେବ, ସେ ପିଲାଟି ଜାଣିବ ଆକ୍ଚୁଆଲି ମୋ ବାପା ମାଆଙ୍କର କଷ୍ଟଟା କ'ଣ, ବାପା ମା କେତେ କଷ୍ଟ କରୁଛନ୍ତି। ପ୍ରକୃତିରେ କଷ୍ଟ କରୁଛନ୍ତି ବୋଲି ତାଙ୍କ ପାଖରେ ପଇସା ନାହିଁ ବୋଲି ସେ କହୁଛନ୍ତି ଯେ 2 ଦିନ ପରେ ରୋଜଗାର କରିକି ଆଣିଲେ 100 ଟଙ୍କା ଦେବେ। ତେଣୁ ମା ମାନେ ସେଇଟା ବୁଝନ୍ତିନି। ମା ମାନେ ପାଖରେ ଥିଲେ ସେ ଲୁଚେଇକି ଦେଇ ଦିଅନ୍ତି। କିନ୍ତୁ ସେଇ ମାଆକୁ ମୁଁ ଦିନେ ବତେଇଲି, ପିଲାମାନେ ଯଦି ମଣିଷ ନ ହୁଅନ୍ତି, ମା ମାନଙ୍କର ଦୋଷ। ପିଲାମାନେ ଯଦି ପାଠ ନ ପଢ଼ିକି ବାଳୁଙ୍ଗା ହୁଅନ୍ତି, ମା ମାନଙ୍କର ଦୋଷ। ବାପା ତ ସକାଳୁ ଉଠିଲା ତାଙ୍କ ବାଟରେ ସେ ଚାଲିଗଲେ ରୋଜଗାର କରିବା ପାଇଁ, କିନ୍ତୁ ମା ପିଲାଙ୍କ ପାଖରେ ଦିନ ରାତି 24 ଘଣ୍ଟା ରହିଲା। ସେ ପିଲାଟାକୁ ମଣିଷ କରିବାର ଦାୟିତ୍ୱ ହେଲା ମାଆର। ଯଦି ତାର ଦୁଃଖ ଅନୁସାରେ କିନା ସେ ମାଗିଲା ମାନେ ଯଦି ଭଡ଼ା କିଣି ବାହାର କରି ଦେଇଦେଲା, ତାହେଲେ ସେ ପିଲା ଜାଣିଲା ଯେ ମୋ ବାପାର କଷ୍ଟ କ'ଣ, କିଛି ବୁଝିପାରିଲାନି। କାରଣ ମାଆକୁ ଆଣିକି ବାପା ପଇସା ଦେଇ ଦେଉଛି, ବାପା ଦେଇଦେଲା ପରେ ମା ତାକୁ କେମିତି ଖର୍ଚ୍ଚ କରୁଛି କ'ଣ ସିଏ ଜାଣିଛି। କିନ୍ତୁ ସେ ପୁଅ ମାଗିଲା ବୋଲି ତାକୁ ଦେଇଦେଲା, କିନ୍ତୁ ପୁଅ ଜାଣିପାରିଲାନି ଯେ ମୋ ବାପା କେତେ ପରିଶ୍ରମ କରୁଛି, କେତେ କଷ୍ଟ କରୁଛି। ତେଣୁ ସେଥିପାଇଁ ସମସ୍ତଙ୍କ ଅନୁରୋଧ, ନିଜ ପିଲା କଥା ବୁଝିବା ପୂର୍ବରୁ ମା ବାପା ମାନଙ୍କୁ ସତର୍କ କୁହାଉଛି ଏଇ ଜିନିଷଟା। ବାପା ମନା କରୁଛି ମାନେ ମା ହଠାତ୍ କରି ବାହାର କରିକି ଲୁଚେଇକି ଦେବନି। ଯେଉଁ ଜିନିଷଟା ଦେବ ସେଇଟା ବାପକୁ ପଚାରିକି ଦେବାର ଅଛି। ଆଉ ପିଲା ମାଗିଲା ମାନେ ସାଙ୍ଗେ ସାଙ୍ଗେ ଦେବାର ନାହିଁ। 2 ଦିନ ପରେ ହଉ, ଦିନେ ପରେ ହଉ, 3 ଦିନ ପରେ ହଉ ଦେବ। ତାକୁ ବୁଝେଇବ, ପଇସା ଯାହା ଥିଲା ସବୁ ସରିଯାଇଛି, ବାପା ରୋଜଗାର କରିକି ଆଣନ୍ତୁ ଦେବା। ଆମର ତ ଚାକିରି ବାକିରି ନାହିଁ, ଖଟିଲେ ଖାଇବା। ଯଦି ସେଇ ପିଲାଟିକୁ ସେଇ କଥା ବୁଝେଇବ, ସେ ପିଲା ବୁଝିବ ପ୍ରକୃତରେ ମୋ ବାପା କେତେ ପରିଶ୍ରମ କରୁଛି, ମୋ ବାପା ପାଖରେ ପଇସା ନାହିଁ, ମୁଁ ପଇସାଟା ଆଲତୁ ଫାଲତୁରେ ଉଡ଼େଇବିନି। ପିଲା ସେଇଠୁ ମଣିଷ ହବ। ଯଦି ମା ଯଦି ସେ କଥା ନ ବୁଝେଇକି ଯଦି ପଇସାଟା ଲୁଚେଇକି ଦେଇଦେଲା ବାପାକୁ, ତାହେଲେ ସେ ପିଲା ମଣିଷ ହେବେନି।
ଆଜିଠୁ ମାର୍କ କରନ୍ତୁ, ଦେଖନ୍ତୁ। ସଦାବେଳ ପାଇଁ ପିଲା ମାଗୁଛି ମାନେ ତାକୁ ସାଙ୍ଗେ ସାଙ୍ଗେ ଦିଅନି। ଦିନେ 2 ଦିନ ଟାଇମ୍ ନିଅ, ତାଙ୍କୁ ବୁଝାଅ ପଇସା ନାହିଁ, ପଇସା ସରିଯାଇଛି, ପଇସା ଆସିଲେ ଦେବା। ଚେଷ୍ଟା କରିବା। ଆମେ ଖଟିଲେ ଖାଉଛେ ନା, ବ୍ୟାଙ୍କ ବାଲାନ୍ସ ଚାକିରି ନାହିଁ। ତେଣୁ ପିଲାଙ୍କ କଥା ସବୁ କଥା ବୁଝିବା ପାଇଁ ଆଉ ସବୁ କଥା କରିବା ପାଇଁ କରାହବ। ଟାଇମ୍ ଦରକାର, ପଇସା ଇନକମ୍ ଥିବା ଦରକାର। ତେଣୁ ପିଲାଟେ ବୁଝିବା ଦରକାର, ଯେଉଁ ପିଲାଟି ପଇସା ନେବ ସେ ପିଲାଟି ବୁଝିବା ଦରକାର ଆକ୍ଚୁଆଲି ମୋ ବାପା ପାଖରେ ପଇସା ଅଛି କି ନାହିଁ, ମୋ ବାପା କେତେ ପରିଶ୍ରମ କରୁଛି। ଏଇ ଜିନିଷକୁ ଯେଉଁ ପିଲା ନ ବୁଝିଲା, ଯେଉଁ ଛୁଆ ନ ବୁଝିଲେ, ଯେଉଁ ସ୍ତ୍ରୀ ନ ବୁଝିଲା, ସେ ଘର କସ୍ମିନ୍ କାଳେ ଡେଭଲପମେଣ୍ଟ ହେବନି, ଆଉ ପିଲାମାନେ ମଣିଷ ହେବେନି। ତେଣୁ ସବୁ ମା' ବାପାଙ୍କ ଅନୁରୋଧ, ପିଲା ଯଦି ମାଗୁଛନ୍ତି ଯେକୌଣସି ଜିନିଷ ମାଗନ୍ତୁ, ସାଙ୍ଗେ ସାଙ୍ଗେ ଦେବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦିଅନି। ଦିନେ 2 ଦିନ ଟାଇମ୍ ନିଅ, ତାଙ୍କୁ ଅପେକ୍ଷା କରିବାକୁ କୁହ। ଦିଆହେବ, ପଇସା ଆସିଲେ ଦିଆହେବ। ଅଣାହେବ, ସେଟା 2 ଦିନ ପରେ ଆସିବ। ପଇସା ଆସିଲେ ସୁବିଧା ହେଲେ ଆସିବ। ପଇସା ନାହିଁ, ପିଲାକୁ ବୁଝାଅ, ପିଲା ବୁଝିବ, ପିଲା ଜାଣିବ ଯେ ଆକ୍ଚୁଆଲି ମୋ ପାଇଁ ମୋ ବାପା ମା' କେତେ ପରିଶ୍ରମ କରୁଛନ୍ତି। ତାହେଲେ ପିଲା ବୁଝିପାଇଲେ ପିଲା ମଣିଷ ହେବ। କେମିତି ଲାଗିଲା? ଲାଇକ୍ ଗୋଟେ ନିଶ୍ଚୟ କରିବେ, ସେୟାର ନିଶ୍ଚୟ କରିବେ।